डोडो टीवी। এই দুনিয়াରେ 800 କୋଟି ଲୋକ ଜୀବନ୍ତ ଅଛନ୍ତି। ମୁଁ ମଧ୍ୟ ସେମାନଙ୍କ ଭିତରୁ ଜଣେ। ଆଉ ଆପଣ ମଧ୍ୟ। ଆପଣଙ୍କର ଓ ମୋର ଏହି ଦୁନିଆରେ ସବୁ ସେକେଣ୍ଡରେ କିଏ ନା କିଏ ଜନ୍ମ ନେଇଥାଏ, ଆଉ କିଏ ନା କିଏ ମରିଯାଆନ୍ତି। କିନ୍ତୁ କ'ଣ ଆପଣ ମୋର ବିଶ୍ୱାସ କରିବେ ଯଦି ମୁଁ କହିବି ମୁଁ ଗୋଟିଏ ସମୟରେ ଜୀବନ୍ତ ଥିଲି, ଗୋଟିଏ ସମୟରେ ମୃତ୍ୟୁ ଓ ପୁଣି ଗୋଟିଏ ସମୟ ଜୀବନ୍ତ? ମୁଣ୍ଡ କୁଣ୍ଡେଇବାର ଆବଶ୍ୟକତା ନାହିଁ। ଏହା ମୋର ହିଁ କାହାଣୀ। ୟାକୁ ମୋଠାରୁ ହିଁ ଶୁଣନ୍ତୁ। ଆଜିଠାରୁ କିଛି 5 ବର୍ଷ ପୂର୍ବର କଥା। ମୁଁ ଏକ କଲ୍ ସେଣ୍ଟରରେ କାମ କରୁଥିଲି, ଆଉ ମୋ ସିଫ୍ଟ ରାତିରେ ପାଖାପାଖି 2ଟା ବେଳେ ସରୁଥିଲା। ଏମିତି ଗୋଟିଏ ରାତିରେ ଯେତେବେଳେ ମୁଁ ଘରକୁ ଆସୁଥିଲି, ହଠାତ୍ ବର୍ଷା ହେବାକୁ ଲାଗିଲା, ଆଉ ବର୍ଷା ଯୋଗୁଁ ଷ୍ଟ୍ରିଟ୍ ଲାଇଟ୍ ବନ୍ଦ ହୋଇଗଲା। ଜହ୍ନ ମଧ୍ୟ ବାଦଲରେ ଲୁଚିଗଲା। ରାସ୍ତାରେ ବହୁତ ଅନ୍ଧାର ଥିଲା। ରାସ୍ତାରେ ମୋ ଛଡ଼ା ଆଉ କେହି ନଥିଲେ। ତେଣୁ ମୋ ପାଦର ଶବ୍ଦ ଶୁଣାଯାଉଥିଲା। ମୁଁ କିଛି ସମୟ ଚାଲିଥିଲି, ଆଉ ମୋତେ ଅନ୍ୟ ପାଦର ଶବ୍ଦ ଶୁଣାଗଲା। ମୋତେ ଲାଗିଲା ଯେ କେହି ମୋ ପଛରେ ଅଛି। ଆଉ ଯେବେ ପଛକୁ ବୁଲି ଦେଖିଲି ତ କେହି ନଥିଲେ। ବର୍ଷାର ରାତି ଥିଲା, ବିଜୁଳି ଚମକୁଥିଲା। ତେଣୁ ମୁଁ ଆହୁରି ଜୋରରେ ଚାଲିବାକୁ ଲାଗିଲି। ମୋ ସହ ସେ ଅନ୍ୟ ପାଦ ମଧ୍ୟ ଆହୁରି ଜୋରରେ ଚାଲିବାକୁ ଲାଗିଲା। ତେବେ ମୁଁ ହଠାତ୍ ପଛକୁ ବୁଲି ଦେଖିଲି। କିନ୍ତୁ ଏଥର ବିଜୁଳି ଚମକିବା ସହିତ ମୋ ସହ ଚାଲୁଥିବାର ଚେହେରା ଦେଖାଗଲା, ଏବଂ ମୁଁ ଯାହା ଦେଖିଲି ତାହା ମୋ ବିଶ୍ୱାସ କରିବାର ବାହାରେ ଥିଲା। ମୁଁ ଦେଖିଲି ଯେ ମୋ ପଛରେ ଚାଲୁଥିବା ଲୋକ ମୋତେ ଦେଖୁଛି। ତାହାର ଶରୀର ତ ମୋ ଭଳି ହିଁ ଥିଲା, ଆଉ କପଡ଼ା ମଧ୍ୟ ମୋ ଭଳିଆ ଥିଲା। କିନ୍ତୁ ତାର ମୁଣ୍ଡ ବଡ଼ ବଡ଼ ଥିଲା। ମୋତେ ମୋ ଆଖି ଉପରେ ବିଶ୍ୱାସ ହେଉନଥିଲା। କିନ୍ତୁ ମୋ ପାଖରେ ଆଉ କୌଣସି ରାସ୍ତା ନଥିଲା। ତେଣୁ ମୁଁ ମୋ ଘର ଆଡ଼କୁ ଦୌଡ଼ିବାକୁ ଲାଗିଲି, ଜୋରରେ ଦୌଡ଼ିବାକୁ ଲାଗିଲି। ଆଉ ତେବେ ଯାଏ ରହିଲିନି ଯେବେ ଯାଏ ଘରର କବାଟ ପାଖରେ ନ ପହଞ୍ଚିଛି। ଆଉ ମୁଁ ଯେମିତି କବାଟ ପାଖରେ ପହଞ୍ଚିଲି, ଲାଇଟ୍ ଆସିଯାଇଥିଲା। ମୁଁ ମୋ ଝରକାରୁ ବାହାରକୁ ଦେଖିଲି ଯେ ସେ ପଶୁ ମୁଣ୍ଡର ମଣିଷ ମୋ ଝରକା ବାହାରେ ଛିଡ଼ା ହୋଇଛି। ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଲାଗିଲି ଯେ ଭଗବାନ ଇଏ ଏଠୁ ଚାଲିଯାଉ ବାସ୍, ଆଉ ମୋତେ କିଛି ଦରକାର ନାହିଁ। କିନ୍ତୁ ବୋଧହୁଏ ତାହା ମୋ ଦିନ ନଥିଲା। ମୁଁ ଦେଖିଲି ଯେ ସେ ଲୋକ 3-4 ପାଦ ପଛକୁ ଘୁଞ୍ଚିଲା ପରେ ରାସ୍ତାରେ ଛିଡ଼ା ହୋଇଗଲା ଓ ହାତ ଖୋଲା କରି ଚିଲ୍ଲେଇବାକୁ ଲାଗିଲା। ତାର ଚିତ୍କାର ଏତେ ଜୋରଦାର ଥିଲା ଯେ ମୋର ଝରକାର କାଚ ଭାଙ୍ଗିଗଲା। ଏବେ ତାର ଓ ମୋ ମଝିରେ ଆଉ କିଛି ନଥିଲା। ମୁଁ ଭୟରେ ମୋ ଆଖି ବନ୍ଦ କରିଦେଲି, ଆଉ ମୁଁ ଅନୁଭବ କଲି ଯେ କେହି ମୋ ମୁଣ୍ଡକୁ 2 ହାତରେ ଧରିଛି। ମୋତେ କେବଳ ଏତିକି ମନେ ଅଛି। ଏହାପରେ ଯେତେବେଳେ ମୋ ନିଦ ଭାଙ୍ଗିଲା, ତେବେ ଟିଭି ଚାଲୁଥିଲା, ଆଉ ଟିଭିର ନ୍ୟୁଜ୍ ଚ୍ୟାନେଲରୁ ଖବର ଆସୁଥିଲା ଯେ ସହରରେ କୌଣସି ରବି ବର୍ମା ମାରି ଦିଆଯାଇଛି। ରବି ବର୍ମା? କିନ୍ତୁ ରବି ବର୍ମା ତ ମୁଁ। ତାହେଲେ ଟିଭିବାଲା ମିଛ କ'ଣ ପାଇଁ କହୁଛନ୍ତି? ଆଉ ଟିଭିରେ ଯେତେବେଳେ ମୁଁ ମୋର ଶବ ଦେଖିଲି, ମୁଁ ଆଉ ରହିପାରିଲିନି। ମୁଁ ବାହାରକୁ ଯାଇ କପଡ଼ା ପିନ୍ଧି ଯେତେବେଳେ ମୋ ଚେହେରା ଦେଖିଲି, ମୁଣ୍ଡ ବଳଦର ମୁଣ୍ଡ ହୋଇଯାଇଥିଲା। ମୋତେ ନିଜ ମୁହଁରେ ବିଶ୍ୱାସ ହେଉନଥିଲା। ମୁଁ କ'ଣ କରିଥାନ୍ତି? କାହାକୁ ଯାଇ ମୋ ପ୍ରୋବ୍ଲେମ୍ କହିଥାନ୍ତି, ଆଉ ସେ ପ୍ରୋବ୍ଲେମର ଉପାୟ ମାଗିଥାନ୍ତି? ପ୍ରଥମ କଥା, କିଏ ବି ମୋ ଉପରେ ବିଶ୍ୱାସ କରିନଥାନ୍ତେ। ଆଉ ଦ୍ୱିତୀୟ କଥା, ଭୟରେ କିଏ ବି ମୋ ପାଖକୁ ଆସିନଥାନ୍ତେ ଓ ମୁଁ ମୋ ଜୀବନର ଅନ୍ତ କରିବା ପାଇଁ ଭାବୁଥିଲି। ତେବେ ବୋଧେ ଭଗବାନଙ୍କୁ ମୋ ଉପରେ ଦୟା ଆସିଲା, ଆଉ ମୋର ଫୋନ୍ ଆସିଲା। କ'ଣ ମୁଁ ରବି ସହିତ କଥା ହେଉଛି? ଆଜ୍ଞା ହଁ, ମୁଁ ରବି କହୁଛି। କ'ଣ ତୁମ ପାଖରେ ମୋ ସହିତ କଥା ହେବା ପାଇଁ 2 ମିନିଟ୍ ଅଛି?
रवि को लागिला जे बोधे कौनसी सेल्समैन ताको फोन करिसंती। मो पाखरे जमा समय नाही, मते किछि किनिबार नाही। निज पुराना जीवन मध्य नुहे। कौन कौन माने? सेटा कर जहा तुम सहित हेछि। माने माने कौन? तुमर मुंड कटिथिला, तुमे भी सेया कर। किंतु भाई मु बुझी पारिलेनी, भलरे बुझांतु। हेलो, या गुरुजी मते मोर प्रश्नर उत्तर मिल पारि थांता। फोन कटिगला। मु बुझी पारु नथिली जे मु कहा ऊपर भरोसा करिवि आ मु कोन करिवि। आपण मो जगारे थिले कोन करिथांते? कोन करिथांते आपण? कोनोसी अन्य उपाय मध्य नथिला मो पाखरे। मु राति 2टा हेबार अपेक्षा कली आउ मो शरीर पाई बाहरी गली। बोधे मो भाग्य तुरंत बदली जाइथिला। घर ठारू किछि दूररे मते जणे लोक चली जाउथवार देखादेला। से जेमिति ही मो आगकु आसिला, ताकू गोटे बलद मुंड थिबा मଣିଷ देखागला। आउ से दौड़िबाकू लागिला। देखू देखू से तार घर भितर पशिगला। मु ता आगरे चिल्लेबाकू लागिली, चित्कार कले। के जानी कोठू मो चित्कार रे से शक्ति आसिला। ता घर आगरे थिबा कबाट भांगीगला। आ मु घर भितर पशिगली। से लोक डररे पड़िथिला। मते ता उपरे किछि दया मध्य लागिला। किंतु मु कोन करिथांती? मु मरिथांती नहेले से। मु सेया कली जहा मते करिवार थिला। तार मुंड कटिबा परे मु अचेत होइगली। आउ परदिन जेबे मते चेता फेरिला, तेबे मोर निज मुंड मो देहरे थिला। आउ मोर जीवन 2 दिन पूर्वर जीवन होई जाइथिला। मु जानिछि आपण मो विषय कौन भाबुथिबे। आउ आपण मते खराब मनीष भाबी पारिबे। आउ मानिबा मध्य दरकार। आपण एटा भी जानिबाकू चाहिबे जे से लोकर कौन हैला जहार मुंड मु काटिथिली। बोधे आपण मध्य भाबुथिबे से दिन मते कहार फोन आसीथिला। आजी समय रे अभाव अछि। आउ जेबे आपणक सह देखा हबो निश्चय कहिबे। से पर्यंत टेक केयर एवं सावधान रे चलतु एवं निज मुंडर ध्यान रखु। दिने सुधीर निज स्त्री शांता को नहीं गाँव सहर को जाउथिला। किंतु तांको गाड़ी मझी रास्ता रे ही खराब हो गला। तेबे पाग मध्य खराब हो गला। आउ जोर रे वर्षा भी आरंभ हो गला। जो कारणरू तांको डेरी हो गला। आउ अंधार हो गला। अरे गाड़ी को भी एबे बंद हवार थिला। ऊपर ए वर्षा एबे ए समय गाड़ी ठीक करबा पई मेकानिक भी मिलिबेनी। सुनु छ वर्षा बहुत जोर होउची। हमको कोठी रहिबा दरकार। एती रात्रि कुआडे जीवा? चारिआडे अंधार छड़ा किछि भी देखा जाउनी। एमिति कही सुधीर चारिआड को देखिला। तेबे ताकू अल्प दूर रे गोटिए घरे आलुओ जळुथिवार देखागला। शांता ही देखो, सेठी गुटे घर देखा जाउची। हमको सेठी जीवा कथा। अंधार रे एठी रहिबा सुरक्षित नुहे। बोध हुए हमको सेठी सहायता मिली पारे। ठीक अछि, जेमिति तुमको ठीक लागुची। आउ दुहे से घर आड़ को गले। टिके पाखकू जाई देखिले तो सेटा गोटिए बड़ बंगला हो गला। सुधीर घरर कबाट बाडेला, किंतु भितरु केही भी आसिलेनी। मते लागुची भितरे समस्ते सोईथिबे। हमको ई बाहरे रहबा ठीक हबो। आउ सेते बेले बहुत जोर रे पवन बहिला। आउ कबाट निजे निजे खोली गला। सुधीर शांता को नहीं घर भीतर को गला। भितरे बहुत अंधार थिला। आउ चारिआडे
ବଡ଼ ବଡ଼ ବୁଢ଼ିଆଣୀର ଜାଲ ଆଉ ବାଦୁଡ଼ି ଲଟକି ଥିଲେ। ଏମିତି ଘରକୁ ଦେଖି ଶାନ୍ତା କହିଲା, ମତେ ଏ ଘର ବହୁତ ଭୟାନକ ଲାଗୁଛି। ଏମିତି ଲାଗୁଛି ଯେ ଯେମିତି କେତେ ବର୍ଷରୁ କିଏ ବି ଏଠି ଆସିନାହାନ୍ତି। ନା ଶାନ୍ତା, ଏଠି ଡରିବା ଭଳି କିଛି ନାହିଁ। ଆମକୁ କ'ଣ ଜୀବନ ସାରା ଏଠି ରହିବାର ଅଛି? ସକାଳ ହେଲା ପରେ ଆମେ ଏଠୁ ଚାଲିଯିବା। ସେ ଦୁହେଁ କଥାବାର୍ତ୍ତା ହେଉଥିଲେ। ସେତିକିବେଳେ କବାଟ ଆପେ ଆପେ ବନ୍ଦ ହେଇଗଲା। ଆଉ ଗୋଟିଏ ବୁଢ଼ୀଟିଏ ହାତରେ ଜଳନ୍ତା ମହମବତୀଟିଏ ନେଇ ଆସିଲା। ତାକୁ ଦେଖି ଦୁହେଁ ଡରିଗଲେ। ଏଇଠି ମୁଁ ରୁହେ, ତମକୁ ଡରିବାର କିଛି ଆବଶ୍ୟକ ନାହିଁ। ଏ ଘର ବହୁତ ବଡ଼, ସେଇଥିପାଇଁ ଏମିତି ହେଇଛି। ମତେ ଲାଗୁଛି ତମେମାନେ କୌଣସି ବିପଦରେ ଫସିଛ, ସେଇଥିପାଇଁ ଏଇଠି ଆସିଛ। ତମେମାନେ ବହୁତ ଭିଜି ଯାଇଛ। ଯାଅ, ଉପରେ କକ୍ଷ ଅଛି, ସେଇଠି କପଡ଼ା ବଦଳି ନିଅ। ଆଉ ଦୁହେଁ ଉପର କକ୍ଷକୁ ଚାଲିଗଲେ। ବୁଢ଼ୀ ପିଶାଚିନୀ କିଛି ସମୟ ପରେ ସେମାନଙ୍କୁ କପଡ଼ା ଆଣିକି ଦେଲା। କପଡ଼ା ଦେଖି ସୁଧୀର ବୁଢ଼ୀ ପିଶାଚିନୀକୁ ପଚାରିଲା, ଆପଣଙ୍କ ପାଖରେ କପଡ଼ା କୋଉଠୁ ଆସିଲା? ଆପଣ ତ ଏକା ରହନ୍ତି ନା? ଏସବୁ ମୋର ପୁଅ ବୋହୂଙ୍କର କପଡ଼ା। ସେମାନେ ଏବେ ଏଠି ରହୁନାହାନ୍ତି। ତମେ କପଡ଼ା ବଦଳେଇ ନିଅ, ରାତି ବହୁତ ହେଇଗଲାଣି, ଶୋଇଯାଅ। ଏମିତି କହି ସେଠାରୁ ପିଶାଚିନୀ ଚାଲିଗଲା। ଶୁଣୁଛ, ମତେ ବହୁତ ଡର ଲାଗୁଛି। ଏ ବୁଢ଼ୀ ପିଶାଚିନୀ ଆମ ସହିତ କିଛି କରିବନି ତ? ନା, ସେ କିଛି କରିବନି। ସେ ତ ଆମକୁ ସାହାଯ୍ୟ କରିଛି। କିଛି ପିଶାଚିନୀ ଭଲ ବି ଥାନ୍ତି। ସୁଧୀର ଆଉ ଶାନ୍ତା କପଡ଼ା ବଦଳେଇ ଖଟ ଉପରେ ଶୋଇଗଲେ। ଯେବେ ସୁଧୀର ସକାଳେ ଯିବା ପାଇଁ ଉଠିଲା, ସେ ଶାନ୍ତାର ଶରୀର ଗରମ ହେଇଥିବାର ଦେଖିଲା। ସେ ଶାନ୍ତାକୁ କହିଲା, ଶାନ୍ତା, ତୁମକୁ ତ ବହୁତ ଜ୍ୱର ହେଉଛି। ତୁମେ ଆରାମ କର, ମୁଁ ଡକ୍ଟରକୁ ନେଇ ଆସୁଛି। ସେତିକିବେଳେ ସେଇଠି ବୁଢ଼ୀ ପିଶାଚିନୀ ଆସିଗଲା ଆଉ କହିଲା, ରୁହ, କୋଉଠି ଯିବା ଦରକାର ନାହିଁ। ଘରେ ଜଡ଼ିବୁଟି ଅଛି, ମୁଁ ତାକୁ ଦେଇଦେବି, ତାହେଲେ ଇଏ ଠିକ୍ ହେଇଯିବ। ନା, ୟାକୁ ଡାକ୍ତରଙ୍କ ପାଖକୁ ନେବାକୁ ପଡ଼ିବ, ନହେଲେ ଜ୍ୱର ଆହୁରି ବଢ଼ିଯିବ। ମୁଁ କହିଲି ନା, ଜଡ଼ିବୁଟିରେ ଜ୍ୱର ଠିକ୍ ହେଇଯିବ। ଏଇଆ କହି ପିଶାଚିନୀ ସେଠାରୁ ଚାଲିଗଲା। ଆଉ କିଛି ସମୟ ପରେ ହାତରେ ଔଷଧ ନେଇ ଆସିଲା ଆଉ ଶାନ୍ତାକୁ ଦେଲା। ଏଇଟାକୁ ନେଇନେ, ଏଥିରେ ତତେ ଆରାମ ମିଳିବ। ମାଉସୀ, ଆପଣ ବହୁତ ଭଲ। ଆପଣ ପର ଲୋକଙ୍କୁ ଏଠି ଆଶ୍ରୟ ଦେଲେ ଆଉ ଆମର ଏତେ ସାହାଯ୍ୟ କରୁଛନ୍ତି। ଆପଣଙ୍କର ସାହାଯ୍ୟ ମୁଁ କେବେ ଭୁଲି ପାରିବିନି। ଯଦି ମୁଁ ଆପଣଙ୍କ ପାଇଁ କିଛି କରିପାରେ ତାହେଲେ ନିଶ୍ଚୟ କୁହନ୍ତୁ। ଠିକ୍ ଅଛି ପୁଅ, ନିଶ୍ଚୟ କହିବି। ଆଉ ଶାନ୍ତା ଆରାମ କଲା। କିଛି ସମୟ ପରେ ଶାନ୍ତାର ଜ୍ୱର ଠିକ୍ ହୋଇଗଲା ଆଉ ଦୁହେଁ ଯିବା ପାଇଁ ବାହାରିଲେ। ସୁଧୀର ଶାନ୍ତାକୁ କହିଲା, ତୁମକୁ ମାଉସୀଙ୍କୁ ଧନ୍ୟବାଦ ଜଣାଇବା କଥା। ଆଉ ଶାନ୍ତା ପିଶାଚିନୀକୁ ଦେଖିବା ପାଇଁ ପୁରା ବଙ୍ଗଳାରେ ବୁଲିଲା। ଆଉ ଗୋଟିଏ କୋଠରୀରେ ବୁଢ଼ୀ ପିଶାଚିନୀ କାନ୍ଦୁଥିବାର ଦେଖିଲା। କଣ କଣ ହେଲା ଆପଣଙ୍କୁ? ଆପଣ କାନ୍ଦୁଛନ୍ତି କଣ ପାଇଁ? ତା ହାତରେ ତା ପୁଅର ଫଟୋ ଥିଲା। ତେବେ ସୁଧୀର ବି ସେଇଠି ପହଞ୍ଚିଗଲା ଆଉ ତାକୁ କହିଲା, ମାଉସୀ, ଦୁଃଖ ଆମକୁ ନିଶ୍ଚୟ କୁହନ୍ତୁ, ଆମେ ସାହାଯ୍ୟ କରିବାକୁ ଚେଷ୍ଟା କରିବୁ। ଇଏ ମୋ ପୁଅ ରୋଶନ। ବିଦେଶକୁ ପଢ଼ିବାକୁ ଯାଇଥିଲା। ଦିନେ ନିଜ ସ୍ତ୍ରୀ ସହିତ ଆସିଲା ଓ କହିଲା ଯେ ମୁଁ ମୋ ସ୍ତ୍ରୀ ସହ ବିଦେଶରେ ରହିବାକୁ ଚାହୁଁଛି। ଏବେ ମୁଁ ସେ ଦେଶର ନାଗରିକ। ତମକୁ ସେଠି ନେଇ ଯାଇପାରିବିନି, କିନ୍ତୁ ମୁଁ ତମକୁ ସବୁ ମାସରେ ଟଙ୍କା ପଠେଇବି। କେବେ କେବେ ଏଠି ଆସିଯିବି। ମୁଁ ଏକୁଟିଆ ବୁଢ଼ୀ, ତା ସାହାରାରେ ଥିଲି। ମୁଁ ତାକୁ ଅଟକେଇବା ପାଇଁ ବହୁତ ଚେଷ୍ଟା କଲି, କିନ୍ତୁ ଚାଲିଗଲା। ସେ କିଛି ଦିନ ପର୍ଯ୍ୟନ୍ତ ଟଙ୍କା ପଠେଇଲା, ତାପରେ ଟଙ୍କା ପଠେଇବା ବନ୍ଦ କରିଦେଲା। ମୁଁ ବହୁତ ବେମାର ହେଇଗଲି, ଚାଲି ବି ପାରୁନଥିଲି। ହସ୍ପିଟାଲ ଯିବା ପାଇଁ ସିଡ଼ିରୁ ତଳକୁ ଯାଉଥିଲି ଆଉ ମୁଣ୍ଡ ବୁଲେଇଲା ଯୋଗୁଁ ସିଡ଼ିରୁ ତଳକୁ ଖସିଗଲି ଆଉ ମୁଁ ମରିଗଲି। ସେବେଠୁ ଏ ବଙ୍ଗଳାରେ ଏକୁଟିଆ ବୁଲୁଛି।
ତା ସହ ଦେଖା କରିବା ପାଇଁ ବର୍ଷ ବର୍ଷରୁ ଅପେକ୍ଷା କରିଛି, କିନ୍ତୁ ସେ ଏବେ ଯାଏଁ ଆସିଲାନି। ତମେମାନେ ଆସିଲ ତ ମୋତେ ଲାଗିଲା ମୋ ପୁଅ ଆସିଲା, କିନ୍ତୁ ତମେମାନେ ବି ଯାଉଛ। କାନ୍ଦନ୍ତୁନି, ମୁଁ ଆପଣଙ୍କ ଇଚ୍ଛା ପୂରା କରିବି। ମୁଁ ଆପଣଙ୍କ ପୁଅକୁ ଏଇଠି ନେଇକି ଆସିବି। ଯେ ପର୍ଯ୍ୟନ୍ତ ସେ ଏଠି ନ ଆସିଛି ତେବେ ଯାଏ ଆମେ ଆପଣଙ୍କ ସହିତ ରହିବୁ, ଆପଣଙ୍କ ପୁଅ ବୋହୂ ହେଇ। ଆଉ ପୁରା ଘର ଆଲୋକିତ ହେଇଗଲା। ତା ପରଦିନ ସୁଧୀର ବୁଢ଼ୀ ପିଶାଚିନୀକୁ କହିଲା, କ'ଣ ଆପଣଙ୍କ ପାଖରେ ରୋଶନର ଫୋନ୍ ନମ୍ବର କି ଘରର ଠିକଣା ଅଛି? ନା ପୁଅ, ମୋ ପାଖରେ ନା ହିଁ ତାର ଫୋନ୍ ନମ୍ବର ଅଛି ନା ଆଡ୍ରେସ୍ ଅଛି। ସେ ତ କେବଳ ମୋତେ ବ୍ୟାଙ୍କରେ ଟଙ୍କା ପଠାଉଥିଲା। ଆପଣଙ୍କ ବ୍ୟାଙ୍କର ପାସବୁକ୍ ଦିଅନ୍ତୁ, ମୁଁ ଯାଇକି ଯାଞ୍ଚ କରୁଛି। ବୁଢ଼ୀ ପିଶାଚିନୀ ସୁଧୀରକୁ ବ୍ୟାଙ୍କ ବହି ଦେଲା। ଆଉ ସେଠାରୁ ସୁଧୀର ଚାଲିଗଲା। ସୁଧୀର ନିଜ ଗାଡ଼ି ଷ୍ଟାର୍ଟ କଲା ତ ଗାଡ଼ି ଷ୍ଟାର୍ଟ ହୋଇଗଲା। ଆଉ ସିଏ ବୁଝିଗଲା ଯେ ଏସବୁ ବୁଢ଼ୀ ପିଶାଚିନୀର କାମ। ନିଜ ଗାଡ଼ିକୁ ନେଇ ସୁଧୀର ବ୍ୟାଙ୍କକୁ ଗଲା। ସେଇଠୁ ତାକୁ ବୁଢ଼ୀର ପୁଅର ଆଡ୍ରେସ୍ ଆଉ ଫୋନ୍ ନମ୍ବର ମିଳିଗଲା। ସୁଧୀର ଫୋନ୍ ଲଗାଇ ବୁଢ଼ୀ ପିଶାଚିନୀର ପୁଅକୁ କହିଲା, ହ୍ୟାଲୋ, ମୁଁ ବିଜାପୁର ଗାଁର ଜମିଦାର ସୁଧୀର କହୁଛି। ଆପଣଙ୍କ ବଙ୍ଗଳା ମୋତେ କିଣିବାର ଅଛି। ନା ନା, ମୋର କୌଣସି ବଙ୍ଗଳା ନାହିଁ। ତୁମେ ବୋଧେ କୌଣସି ଭୁଲ ନମ୍ବର ଲଗେଇଛ। ନା ନା, ମୁଁ ତୁମ ବଙ୍ଗଳା କଥା କହୁଛି, ଯେଉଁଠି ତୁମ ମା ରହୁଥିଲେ। ତାଙ୍କ ମରିବା ପରେ ସେ ବଙ୍ଗଳା ଖାଲି ପଡ଼ିଛି। ମୁଁ ତୁମକୁ ତାର ଭଲ ଟଙ୍କା ଦେବି। ବଙ୍ଗଳାର କଥା ଶୁଣି ରୋଶନ ଲୋଭରେ ଆସିଗଲା ଆଉ କହିଲା, ଆଚ୍ଛା ଠିକ୍ ଅଛି, ମୁଁ ଆସନ୍ତା ସପ୍ତାହରେ ଆସିବି। ଆରେ ବାଃ, ଏବେ ତ ମୁଁ ମାଲାମାଲ ହେଇଯିବି। ଏଇଆ କହି ସୁଧୀର ଘରକୁ ଫେରି ଆସିଲା ଆଉ ବୁଢ଼ୀ ପିଶାଚିନୀକୁ କହିଲା, ମୁଁ ଆପଣଙ୍କ ପୁଅ ସହ କଥା ହେଲି। ଆସନ୍ତା ସପ୍ତାହରେ ସେ ଏଠିକି ଆସୁଛି। ଆଉ ତା ପର ସପ୍ତାହରେ ରୋଶନ ସେଠିକି ଆସିଗଲା। କବାଟ ଖୋଲା ଦେଖି ରୋଶନ କହିଲା, କିଏ ଅଛ? କେହି ଅଛ? ଆଉ ବୁଢ଼ୀ ପିଶାଚିନୀ ନିଜ ପୁଅକୁ ଦେଖି ବହୁତ ଖୁସି ହେଇଗଲା। ଆଉ ସେଠି ସୁଧୀର ବି ପହଞ୍ଚିଗଲା। ତୁମେ ରୋଶନ ନା? ହଁ, ମୁଁ ରୋଶନ। ତୁମେ ଏଠି କ'ଣ କରୁଛ? ମୁଁ ସୁଧୀର। ମୁଁ ତୁମକୁ ଫୋନ୍ କରିଥିଲି। ଚାଲ ଉପରେ ଯାଇ ବସିବା। ମୁଁ ଏଠି ବସିବା ପାଇଁ ଆସିନି, ଏ ଘରକୁ ବିକିବା ପାଇଁ ଆସିଛି। ଶୀଘ୍ର କର, ମୋତେ କାଲି ଯିବାର ଅଛି। ଏଇଆ ଶୁଣି ବୁଢ଼ୀ ପିଶାଚିନୀ ରାଗିଗଲା ଆଉ ଶାନ୍ତାର ଶରୀରରେ ପଶିଗଲା। କେତେ ନଷ୍ଟ ବୁଦ୍ଧି ତୁ! ଥରେ ହେଲେ ବି ପଚାରିଲୁନି କି ମୋ ମା ବଞ୍ଚିଛି କି ମରିଯାଇଛି? ଆଉ ତା ପଛରେ ତା ଘରକୁ ବିକି ଖାଇବାକୁ ଚାହୁଁଛୁ? ଟଙ୍କା ପାଇଁ ତୁ ତୋର ଜନ୍ମ ଦେଲା ମାକୁ ବି ଭୁଲିଗଲୁ। ଆଉ ପିଶାଚିନୀ ତାକୁ ଚାପୁଡ଼ା ମାରିବାକୁ ଲାଗିଲା। ମୁଁ ଏଠି କେତେ ବର୍ଷରୁ ତୋ ସହ ଦେଖା କରିବା ପାଇଁ ଏ ଅପେକ୍ଷାରେ ବୁଲୁଛି। ତୁ କେବେ ମାର ଭଲ ପାଇବା ବୁଝିପାରିଲୁନି। ମୋତେ କ୍ଷମା କରିଦିଅ ମା। ମୁଁ ଟଙ୍କା ପଛରେ ଅନ୍ଧ ହୋଇଯାଇଥିଲି। ତାକୁ ପାଇବା ପଛରେ ମୁଁ ତୁମକୁ ହରେଇ ଦେଲି। ମୋ ଆଗକୁ ଆସ ମା, ମୁଁ ତୁମକୁ ଦେଖିବାକୁ ଚାହୁଁଛି। ମୁଁ ଏ ଘରେ ତୁମ ସହିତ ରହିବାକୁ ଚାହୁଁଛି। ଆଉ ବୁଢ଼ୀ ପିଶାଚିନୀ ଶାନ୍ତା ଦେହରୁ ବାହାରି ରୋଶନକୁ ଦେଖାଗଲା। ଆଉ ରୋଶନ ନିଜ ମାଆକୁ କୁଣ୍ଢେଇ ବହୁତ କାନ୍ଦିଲା। ବୁଢ଼ୀ ପିଶାଚିନୀ ମଧ୍ୟ ନିଜ ପୁଅକୁ ଭେଟି ବହୁତ ଖୁସି ହେଇଗଲା ଆଉ କହିଲା, ସୁଧୀର, ତମର ବହୁତ ବହୁତ ଧନ୍ୟବାଦ। ତମେ ମୋର ଶେଷ ଇଚ୍ଛା ପୂରା କରିଛ। ଏବେ ମୋର ଯିବାର ସମୟ ହେଇଯାଇଛି। ବୁଢ଼ୀ ପିଶାଚିନୀ ଉଭେଇଗଲା। ଏବେ ସୁଧୀର ଶାନ୍ତାକୁ ନେଇ ସେଠାରୁ ଚାଲିଗଲା। ଆଉ କିଛି ଦିନ ପରେ ରୋଶନ ନିଜ ପରିବାର ନେଇ ସେଠିକି ରହିବା ପାଇଁ ଆସିଗଲା। ପ୍ଲିଜ୍ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏଇମିତି ଆହୁରି ଭଲ ଭଲ କାହାଣୀ ପାଇଁ। ଥ୍ୟାଙ୍କ ୟୁ।